ଦେଖନ୍ତୁ ଫ୍ରେଣ୍ଡସ୍ ଏଇଠି ଅମ୍ବ୍ରେଲା କୁର୍ତ୍ତୀର ତାର ଫାଇନାଲ ଲୁକ୍ ଦେଖି ନିଅନ୍ତୁ। ପ୍ରଥମେ ଦେଖନ୍ତୁ ଏଇଠି ମୁଁ ପିନ୍ଧିକି ମଧ୍ୟ ଦେଖେଇଛି ତାର ଫିଟିଂ କେମିତି ଆସିଛି। ଦେଖନ୍ତୁ କେତେ ସୁନ୍ଦର ତାର ଫିଟିଂ ଆସିଛି ଆଉ ତାର ଫିନିସିଂ ମଧ୍ୟ ବହୁତ ହି ବଢ଼ିଆ ଅଛି। ତ ଏଇଠି ଦେଖନ୍ତୁ ଆଗ ସାଇଡ଼ରେ ମଧ୍ୟ ଆମର ବଟ୍ ନେକ୍ ଆଉ ପଛ ସାଇଡ଼ରେ ବି ବଟ୍ ନେକ୍ ଅଛି। ଆଉ ତାର ଏଇଠି ଦେଖନ୍ତୁ କାଖ ସାଇଡ଼ରେ ଆମର ବିଲକୁଲ ବି ଏଇଠି କପଡ଼ା ନାହିଁ, ପୁରା ଫିନିସିଂରେ ଷ୍ଟିଚିଂ ହେଇଛି। ତ ଫ୍ରେଣ୍ଡସ୍ ଆଜିର ଭିଡ଼ିଓରେ ଆମେ ଏହି କୁର୍ତ୍ତୀର ଷ୍ଟିଚିଂ କରିବା ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଦେଖନ୍ତୁ। ତ ଫ୍ରେଣ୍ଡସ୍ ନମସ୍କାର, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ଆଜିର ଭିଡ଼ିଓରେ ଆମେ ସିଲେଇ କରିବା ଅମ୍ବ୍ରେଲା କୁର୍ତ୍ତୀର। ତ ପୂର୍ବ ଭିଡ଼ିଓରେ ଆମେ କଟିଂ କରିଥିଲେ ଅମ୍ବ୍ରେଲା କୁର୍ତ୍ତୀ କଟିଂ। ଆଜି ତାକୁ ସିଲେଇ କରିବା। ପ୍ରଥମେ ଆମେ ଯେଉଁ ଅମ୍ବ୍ରେଲା ପାର୍ଟରେ ଜଏଣ୍ଟ ଆମର ଲାଗିବାର ଥିଲା, ଆଗ ତାକୁ ଏଇଠି ଜଏଣ୍ଟ ଲଗାଇ ନେଇଯିବା। ଦେଖନ୍ତୁ ଫ୍ରେଣ୍ଡସ୍ ସିଧା ସାଇଡ଼କୁ ଆମ୍ନା ସାମ୍ନା କରିକି ରଖିବେ, ତାପରେ ଏଇଠି ସିଧା ସିଲେଇ ପକାଇ ନେଇଯିବେ। ଦେଖନ୍ତୁ ଏଇ ଜଏଣ୍ଟକୁ ଆମର ଦୁଇଟା ପାର୍ଟରେ ଲାଗିବ ଜଏଣ୍ଟ, ତାକୁ ଆଗ ଆମେ ଜଏଣ୍ଟ ଲଗାଇ ନେବା। ଦେଖନ୍ତୁ ତ ଫ୍ରେଣ୍ଡସ୍ ଏହାର କଟିଂ ଭିଡ଼ିଓ ଯଦି ଆପଣମାନେ ଦେଖିନାହାନ୍ତି ତ ଦେଖି ନେଇଯିବେ, ଚ୍ୟାନେଲରେ ଅପଲୋଡ଼ ଅଛି କିମ୍ବା ଏହି ଭିଡ଼ିଓର ଏଣ୍ଡ ସ୍କ୍ରିନରେ ମୁଁ ଦେଇଦେବି, ତାକୁ ଦେଖି ନେଇଯିବେ ତାର କଟିଂ ଭିଡ଼ିଓ। ଅମ୍ବ୍ରେଲା କୁର୍ତ୍ତୀର କଟିଂ ଏଇଟା ଗୋଟେ ରିକ୍ୱେଷ୍ଟେଡ଼ ଭିଡ଼ିଓ ଥିଲା। ଦେଖନ୍ତୁ ଫ୍ରେଣ୍ଡସ୍ ଆଉ ଗୋଟେ ମଧ୍ୟ ମୁଁ ଏଇଠି ପାର୍ଟକୁ ଜଏଣ୍ଟ କରିନେଉଛି। ପୁରା ଏଇଠି ଖାଲି ସିଧା ସିଲେଇ ପକାଇ ନେଇଯିବା। ଯେଉଁ ହାଫ୍ ଇଞ୍ଚର ଆମେ ମାର୍ଜିନ୍ ରଖିକି କଟିଂ କରିଥିଲେ ତାକୁ କଭର କରିକି ଏଇଠି ସିଲେଇ କରି ନେଇଯିବା। ଦେଖନ୍ତୁ ଏବେ ଏହି କପଡ଼ାକୁ ଏମିତି ଖୋଲିଦେବା। ଭିତର ସାଇଡ଼ର ସିଲେଇ କପଡ଼ାକୁ ଖୋଲିଲା ପରେ ତାକୁ ଆଇରନ୍ କରିଦେବା। ଆଇରନ୍ କରିଦେଲେ ସେ ବିଲକୁଲ ବି ଏଇଠି ଜଣା ପଡ଼ିବନି। ଦେଖନ୍ତୁ ଏଇଠି ଆମର ଜଏଣ୍ଟ ହେଇଛି ବୋଲିକିରି ଆଉ ଜମା ଜଣା ପଡ଼ିବନି। ତାକୁ ଏମିତି ଖୋଲିକି ଆଇରନ୍ କରି ନେଇଯିବେ। ତ ଅମ୍ବ୍ରେଲା ପାର୍ଟ ଆମର ଏଇଠି ଜଏଣ୍ଟ ହେଇଗଲା। ଏବେ ଆମେ ଚଲି ପାର୍ଟକୁ ରେଡ଼ି କରିବା। ତା ପାଇଁ ଦେଖନ୍ତୁ ଏଇଠି ମୁଁ ପ୍ରଥମେ ଫ୍ରଣ୍ଟ ପାର୍ଟକୁ ନେଇ ଆସିଛି, ଆଉ ଏଇଠି ମୁଁ ମ୍ୟାଚିଂ ଅନୁସାରେ ଗଳାରେ ଏଇଠି ପାଇପିନ୍ ଲଗାଇ ନେଉଛି। ଦେଖନ୍ତୁ ଆପଣ ଯଦି ଏମିତି ପାଇପିନ୍ ଲଗାଇବା ପାଇଁ ଚାହୁଁନାହାନ୍ତି ତାହେଲେ କ୍ରସ୍ ପଟି ମଧ୍ୟ ଲଗାଇ ପାରିବେ କିମ୍ବା ବୁକରମରେ ପେଷ୍ଟିଂରେ ମଧ୍ୟ ଗଳା ତିଆରି କରିପାରିବେ। ତ ଏଇଠି ମୁଁ ଫ୍ରଣ୍ଟ ସାଇଡ଼ରେ କେବଳ ଏଇଠି ପାଇପିନ୍ ଲଗାଇ ନେଉଛି, ବ୍ୟାକ୍ ସାଇଡ଼ରେ ଆମେ କ୍ରସ୍ ପଟି ତାକୁ ଆଟାଚ୍ କରିବା। ଦେଖନ୍ତୁ ପାଇପିନ୍କୁ ସିଲେଇ ନେଲା ପରେ ଏଇଠି ଆମର ଆଉ ଗୋଟେ ସିଲେଇ ପକାଇଦେବା ପାଇପିନ୍କୁ ଭିତର ସାଇଡ଼କୁ କରିକି। ତ ଫ୍ରେଣ୍ଡସ୍ ଏହାର କଟିଂ ଭିଡ଼ିଓ ମଧ୍ୟ ବହୁତ ଇଜିରେ ମୁଁ କହି ନେଇଛି, ତାର ଅମ୍ବ୍ରେଲା କଟିଂ କେମିତି କରିବେ। ତ ଆପଣମାନେ ଯଦି ଦେଖି ନାହାନ୍ତି ଅମ୍ବ୍ରେଲା କଟିଂ ଭିଡ଼ିଓ ତାହେଲେ ଦେଖି ନେଇଯିବେ। ପ୍ରଥମେ ଏଇଟା ଦେଖନ୍ତୁ ବଟ୍ ନେକ୍ ଆମର ରେଡ଼ି ହେଇଗଲା। ଏବେ ବ୍ୟାକ୍ ସାଇଡ଼କୁ ରେଡ଼ି କରିବା। ତା ପାଇଁ ଏଠି କ୍ରସ୍ ପଟି କଟିଂ କରିବା। ବ୍ୟାକ୍ ସାଇଡ଼ରେ ମୁଁ କ୍ରସ୍ ପଟି ଲଗାଇ ନେବି। ଏଇଠି ଦେଖନ୍ତୁ ପଟିକୁ କେମିତି ଜଏଣ୍ଟ କରିବା। ଦେଖନ୍ତୁ ଏମିତି ତିରଛାରେ କଟିଂ କଲା ପରେ ଏଇଠି ତାକୁ ଗୋଟେ ଉପରେ ଗୋଟେ ରଖିକି ଏମିତି ରଖିଲା ପରେ ଭି ସେପ୍ ଯେମିତି ଆସୁଥିବ ସେମିତି କରିକି ରଖିବେ। ତାପରେ ତାକୁ ଜଏଣ୍ଟ କରିବେ। ତାକୁ ଖୋଲିଲା ପରେ ପୁରା ସିଧା ହେଇଯିବ ପଟି। ଏବେ ନେଇ ଆସିବା ଆମେ ବ୍ୟାକ୍ ପାର୍ଟକୁ। ତାପରେ ଏଇ ଯେଉଁ ପଟି କଟିଂ କରିଛନ୍ତି ତାକୁ ଡବଲ ଫୋଲ୍ଡ କରିକି ଆଉ ଏଇଠି ସିଲେଇ କରିବା। ଦେଖନ୍ତୁ ଆମର ଗଳାର କପଡ଼ା ଆଉ ପଟିର କପଡ଼ା ଦୁଇଟା କପଡ଼ାକୁ ଗୋଟେ କପଡ଼ାକୁ ଫୋଲ୍ଡ କରିଦେଇକି ଏମିତି 3 ଲେୟାର କପଡ଼ା ହେଇଯିବ। ୟାକୁ ଆମେ ସିଲେଇ କରି ନେଇଯିବା। ଦେଖନ୍ତୁ ଏମିତି ଗଳାର ସାଇଡ଼ରେ ପୁରା ତାକୁ ସିଲେଇ କରିପାରିବା। ଏବେ ଆମେ ପୁରା ଗଳାରେ ଆଉ ଏଇଠି ଛୋଟ ଛୋଟ କୋଟ୍ ଲଗାଇ ନେବା। ଆଉ ଯଦି କୋଟ୍ ଲଗାଇବାନି ତାହେଲେ ଗଳା ଆମର ବସିବନି। ତ ପୁରା ଗଳାରେ ଆଗ କୋଟ୍ ଲଗାଇ ନେବା।
ତାପରେ ପଟିକୁ ସାଇଡ୍ କରିକି ଏଇଟା ପଟି ଉପରେ ଗୋଟେ ସିଲେଇ କରିବା। ଦେଖନ୍ତୁ ଏଇ କ୍ରସ୍ ପଟି ଉପରେ ଏଇ ସିଲେଇଟା ପକେଇବା। ତାପରେ ତାକୁ ଏଇଠି ଆମେ ସୋଲ୍ଡର ଜଏଣ୍ଟ କରିବା, ଆଉ ସୋଲ୍ଡର ଜଏଣ୍ଟ କେମିତି ପୁରା ଫିନିସିଂରେ ତିଆରି କରିବା ତା ମଧ୍ୟ ଏଇଠି ଜାଣିବା। ଦେଖନ୍ତୁ ଫ୍ରେଣ୍ଡସ୍, ଦେଖନ୍ତୁ ଏଇ ପଟିଟା ଯୋଉ ଆମେ ଫୋଲ୍ଡ କଲେ ତାକୁ ଏମିତି ବାହାର ସାଇଡକୁ ହିଁ ରଖିବା, ତାପରେ ନେଇ ଆସିବା ଫ୍ରଣ୍ଟ ପାର୍ଟକୁ, ତାପରେ ସେ ପଟିକୁ ଏଇଠି ଚଢ଼େଇକି ଆଉ ଏଇଠି ସୋଲ୍ଡରକୁ ଜଏଣ୍ଟ କରିବା। ଦେଖନ୍ତୁ ଏମିତି ସିଲେଇ କରିବା ଦ୍ୱାରା ଆମର ଯୋଉ କାନ୍ଧ ପାଖରେ ଆଉ କପଡ଼ା ବାହାର ସାଇଡକୁ ଦେଖାଯିବନି, ସେ ପୁରା ଏଇଠି ହାଇଡ୍ ହେଇକି ରହିଯିବ। ଦେଖନ୍ତୁ କେତେ ଫିନିସିଂରେ ଏଇଠି ସୋଲ୍ଡରଟା ଆମର ଜଏଣ୍ଟ ହେଲା। ଏଇଠି କପଡ଼ା ଆଉ ବାହାରକୁ ଦେଖାଯିବନି ଆମର କାନ୍ଧ ପାଖରେ, କି କପଡ଼ା ମାନେ କେଞ୍ଚି ହେବାର କିଛି ଇଏ ନାହିଁ। ଏବେ ଆମେ ସେମିତି ହିଁ ଆଉ ଗୋଟେ ପାର୍ଟକୁ ମଧ୍ୟ ଏଇଠି ସିଲେଇ କରି ନେଇଯିବା। ଦେଖନ୍ତୁ ଏଇଠି ମୁଁ ଦିଟା ଯାକ ସୋଲ୍ଡର ଏଇଠି ଜଏଣ୍ଟ କରିନେଲା ପରେ ଏଇଠି ବ୍ୟାକ୍ ସାଇଡରେ ମଧ୍ୟ ଏଇଠି ମୁଁ ସିଲେଇ ହିଁ ପକେଇ ନେଉଛି। ଏଠି ଆପଣ ଚାହିଁଲେ ମାନେ ହାତରେ ହେମିଙ୍ଗ କରିପାରିବେ। ଏଇଠି ମୁଁ ସିଲେଇ ହିଁ ପକେଇ ନେଉଛି। ଦେଖନ୍ତୁ ଆମର ଗଳା ସାଇଡ୍ ପୁରା ଏଇଠି ରେଡି ହେଇଗଲା। ଦେଖନ୍ତୁ ଗଳାଟା ଆମର ଏଇଠି ପୁରା ରେଡି ହେଇଯାଇଛି। ଏବେ ଆମେ ଟକ୍ସ ଲଗେଇବା। ଟକ୍ସ ପାଇଁ ତ ଏଇଠି ମାର୍କିଂ କରି ନେଇଛନ୍ତି, ସେ ମାର୍କ ଉପରେ ଖାଲି ସିଲେଇ ନେଇ ଆସିବା। ଦେଖନ୍ତୁ ଏମିତି ଗୋଟେ ସାଇଡ୍ ଲଗେଇଲା ପରେ ପୁଣି ଆଉ ଗୋଟେ ସାଇଡ୍କୁ ମଧ୍ୟ ଏଇଠି ଲଗେଇ ନେଇଯିବା। 1 ଇଞ୍ଚର ଏଇଠି ସିଲେଇ କରିବା ଡବଲ ଫୋଲ୍ଡ କରିକି। ଦେଖନ୍ତୁ ଏଇଠି ଆମର ଗୋଟେ ସାଇଡ୍ରେ ଟକ୍ସ ଲାଗିଯାଇଛି। ଏବେ ଆଉ ଗୋଟେ ସାଇଡ୍ରେ ମଧ୍ୟ ଲଗେଇବା। ଦେଖନ୍ତୁ ଉପର ସାଇଡ୍ରେ ଡବଲ ସିଲେଇ ପକେଇ ଦେଇକି ତାକୁ ସିଲେଇକୁ ଏଣ୍ଡ କରିବା। ଏମିତି ହିଁ ଆଉ ଗୋଟେ ମଧ୍ୟ ଟକ୍ସ ଏଇଠି ଲଗେଇ ନେଇଯିବା। ଦେଖନ୍ତୁ ଫ୍ରେଣ୍ଡସ୍, ଟକ୍ସ ମଧ୍ୟ ଏଇଠି ଲାଗିଯାଇଛି। ଏବେ ଆମେ ଅମ୍ବ୍ରେଲା ପାର୍ଟକୁ ଏଇଠି ଜଏଣ୍ଟ କରିବା। ତା ପାଇଁ ଅମ୍ବ୍ରେଲା ପାର୍ଟ ଗୋଟେ ନେଇ ଆସିବା, ଆଉ ତାର ମିଡିଲରେ ଗୋଟେ କଟ୍ ଲଗେଇଦେବା, ଆଉ ଚୋଲି ପାର୍ଟର ମିଡିଲରେ ମଧ୍ୟ ଗୋଟେ କଟ୍ ଲଗେଇ ନେବା। ଦେଖନ୍ତୁ ଏଇଠି ମୁଁ ଅମ୍ବ୍ରେଲା ପାର୍ଟକୁ ତଳ ସାଇଡ୍ରେ ରଖିଲି, ତା ଉପରେ ଚୋଲି ପାର୍ଟକୁ ରଖିକି ଏଇଠି ସିଲେଇ କରିବା। ଆମେ କଟ୍କୁ କଟ୍ ମିଶେଇଲା ପରେ ଆଉ ଏଇଠି ମାପି ନେଇଯିବା, ତାପରେ ଏଇଠି ଜଏଣ୍ଟ କରି ନେଇଯିବା। ଆମର ସାଇଡ୍ରେ ଯୋଉ 1/2 ଇଞ୍ଚ କପଡ଼ା ଏକ୍ସଟ୍ରା ରହିଯାଉଛି ତାକୁ ଛାଡ଼ିଦେବା। ଆଉ ଆମର ଏଇ ଯୋଉ ସେଣ୍ଟରକୁ ସେଣ୍ଟର ମିଶେଇ ନେବା, କଟ୍କୁ କଟ୍। ଆଉ ସାଇଡ୍ରେ ଯୋଉ 1 ଇଞ୍ଚ କିମ୍ବା 1/2 ଇଞ୍ଚର କପଡ଼ା ଏକ୍ସଟ୍ରା ହବ ତାକୁ କଟିଂ କରିକି ସେଭ୍ କରିଦେବା। ଏଇଠି ଡବଲ ସିଲେଇ ଗୋଟେ ପକେଇ ନେଇଯିବା। ଦେଖନ୍ତୁ ଫ୍ରେଣ୍ଡସ୍, ଏଇଟା ଆମର ଏକ୍ସଟ୍ରା ବାହାରି ଯାଇଛି। ଏହାକୁ ଆମେ କଟିଂ କରିକି ଏଇଠି ସମାନ କରି ନେଇଯିବା। ଦେଖନ୍ତୁ ଗୋଟେ ଆମର ଅମ୍ବ୍ରେଲା ପାର୍ଟ ଏଇଠି ଲାଗିଯାଇଛି। ଏମିତି ହିଁ ଆମେ ଆଉ ଗୋଟେ ପାର୍ଟକୁ ଲଗେଇ ନେବା। ତାକୁ ମଧ୍ୟ ଏମିତି ଫୋଲ୍ଡ କରିକି ସେଣ୍ଟରରେ ଗୋଟେ କଟ୍ ଲଗେଇବା, ଆଉ ଚୋଲି ପାର୍ଟର ସେଣ୍ଟରରେ ମଧ୍ୟ ଗୋଟେ କଟ୍ ଲଗେଇବା। ଦେଖନ୍ତୁ ୟାକୁ ମଧ୍ୟ ଫୋଲ୍ଡ କରିକି କଟ୍ ଲଗେଇ ନେଲା ପରେ ମିଡିଲକୁ ମିଡିଲ ଏଇଠି ମିଶେଇକି ଆଉ ସିଲେଇ କରି ନେଇଯିବା। ଦେଖନ୍ତୁ ଫ୍ରେଣ୍ଡସ୍, ଏମିତି ସିଲେଇ କଲା ପରେ ପୁଣି ଏଇଠି ଡବଲ ଷ୍ଟିଚ୍ ନେଇ ଆସିବା। ଦେଖନ୍ତୁ ଏମିତି କରିକି ପୁରା ତାକୁ ସିଲେଇ କରି ନେଇଯିବା। ତ ଷ୍ଟିଚିଂ ମଧ୍ୟ ବହୁତ ହି କମ୍ ସମୟରେ ହେଇଯିବ।
এই ଡ୍ରେସ୍ର ଷ୍ଟିଚିଂ ୟାକୁ ଡବଲ୍ ଷ୍ଟିଚ୍ କରି ନେଇ ଆସିବା। ଦେଖନ୍ତୁ ଆମର ଦିଟା ଯାକ ପାର୍ଟରେ ଏଇଠି ମାନେ ଲାଗିଯାଇଛି ଅମ୍ବ୍ରେଲା ପାର୍ଟ। ଆଉ ଏବେ ଆମେ ହାତ ତିଆରି କରିବା। ଏଠି ବେଲ୍ ସ୍ଲିଭ୍ ଆମେ ତିଆରି କରିବା। ଦେଖନ୍ତୁ ଏଇଟା ପୁରା ଜଏଣ୍ଟ ହେଇଯାଇଛି। ଏବେ ଆମେ ତାକୁ ହାତ ରେଡ଼ି କରିକି ହାତକୁ ଲଗେଇବା। ଦେଖନ୍ତୁ ଫ୍ରେଣ୍ଡସ୍, ଏଇଠିକୁ ଏଇ କପଡ଼ା ମଧ୍ୟ ଆଗ ପଛ ଥିଲେ ତାକୁ କଟିଂ କରିକି ଆଗ ସେପ୍ ଦେଇନେବେ। ତାପରେ ଏଇଠି ହାତରେ ମଧ୍ୟ ମୁଁ ପାଇପିନ୍ ଲଗାଇ ନେଉଛି। ତ ଫ୍ରେଣ୍ଡସ୍, ଏହାର କଟିଂ ଭିଡ଼ିଓ ଯଦି ଆପଣମାନେ ଦେଖିନାହାନ୍ତି ତ ଦେଖି ନେଇଯିବେ। ଏଇ ସ୍ଲିଭ୍ କେମିତି କଟିଂ ହେବ ତା ମଧ୍ୟ ସେଇଠି ମୁଁ ବତେଇ ନେଇଛି। ସେ ଅମ୍ବ୍ରେଲା କଟିଂ ଯେଉଁ କଟିଂ ହେଇଥିଲା ସେଇଥିରୁ ହିଁ ଆମେ ଏମିତି ବେଲ୍ ସ୍ଲିଭ୍ ବାହାର କରିପାରିବା। ଦେଖନ୍ତୁ ଏଇ ଉପରେ ଗୋଟେ ସିଲେଇ କରିନେଲା ପରେ ପୁଣି ଆଉ ଗୋଟେ ସିଲେଇ ପକାଇଦେବା। ଏଇ ପାଇପିଂକୁ ଭିତର ସାଇଡ଼କୁ କରିକି ଦେଖନ୍ତୁ ଏଇଠି ଆମର ଏଇଠି ଲାଗିଯାଇଛି। ଏଇଟା ଧ୍ୟାନ ରଖିବେ ଆପଣଙ୍କର ମୋହରି ସାଇଡ଼ଟା କେଉଁଟା, ଯେଉଁଟା ଅଳ୍ପ ସାଇଡ଼୍ ସେପଟ ସାଇଡ଼ଟା ଆମର ହାତରେ ଜଏଣ୍ଟ ହେବ, ଆଉ ଅଧିକ ସାଇଡ଼ଟା ମୋହରି ସାଇଡ଼୍ ହେବ। ଏବେ ଏଇ ହାତରେ ମଧ୍ୟ ଦେଖନ୍ତୁ ଏଇ ହାତର ଏଇ ଫିଟିଂ ଲାଇନ୍ରେ ଏଇଠି ବି ମୁଁ ପାଇପିଂ ଲଗାଇ ନେଉଛି। ଆପଣ ଯଦି ସିମ୍ପୁଲ୍ ରଖିବା ପାଇଁ ଚାହାନ୍ତି ତାହେଲେ ସିମ୍ପୁଲ୍ ମଧ୍ୟ ରଖିପାରିବେ। ଫୋଲ୍ଡ କରିକି ତାକୁ ସିଲେଇ କରି ନେଇଯିବେ। ଦେଖନ୍ତୁ ଏଇଠି ମଧ୍ୟ ଆମର ହାତଟା ଲାଗିଯାଇଛି। ଏବେ ଦେଖନ୍ତୁ ୟାକୁ ପୁରା ଫୋଲ୍ଡ କରିକି ଚେକ୍ କରିନେବା। କପଡ଼ା ଆଗ ପଛ ଥିଲେ ଆଗ ତାକୁ ସାଇଜ୍ କରିବା। ଏଇଠି ମିଡ଼ିଲରେ ଗୋଟେ ମାର୍କ କଲା ପରେ ଆମର ଏଇଠି ମଧ୍ୟ କଟ୍ ଲଗାଇ ନେଇଛି ମୁଁ ମିଡ଼ିଲରେ। ତାପରେ ମିଡ଼ିଲରୁ ହିଁ ସିଲେଇ ଷ୍ଟାର୍ଟ କରିବା। ଏଇଠି ଦେଖନ୍ତୁ ଏମିତି କରିକି ୟାକୁ ଜଏଣ୍ଟ କରିବା। ଦେଖନ୍ତୁ ଏମିତି ଗୋଟେ ସାଇଡ଼୍ ଜଏଣ୍ଟ କଲା ପରେ ପୁଣି ତାକୁ ଆଉ ଗୋଟେ ସାଇଡ଼କୁ ସିଲେଇ କରି ନେଇଯିବା। ତ ଏଇଠି ମୋର ସ୍ଲିଭ୍ ଷ୍ଟିଚିଂ ହେଇଯାଇଛି। ଦେଖନ୍ତୁ ତାର ଲୁକ୍ କେମିତି ଆସିଛି। ଦେଖନ୍ତୁ ଏମିତି ତାର ଲୁକ୍ ଆସିବ। ଏବେ ଆମେ ୟାକୁ ଲଗାଇ ନେଇଯିବା ହାତକୁ। ତା ପୂର୍ବରୁ ସୋଲ୍ଡର ପାଖରେ ଯଦି କପଡ଼ା ଆଗ ପଛ ଅଛି ତାକୁ କଟିଂ କରି ନେଇଯିବା। ତାପରେ ଏଇଠି ହାତକୁ ରଖିଲା ପରେ ଚେକ୍ କରିବା ଆମର ଫ୍ରଣ୍ଟ ସାଇଡ଼ଟା କୁଆଡ଼କୁ ଯାଉଛି। ସେପଟ ସାଇଡ଼ରୁ ଏମିତି କପଡ଼ା ଆମେ କଟିଂ କରି ନେଇଯିବା। ଫ୍ରଣ୍ଟ ସାଇଡ଼୍ ପାଇଁ ସେପ୍ ଦେଇନେବା। ତାପରେ ଏଇଠି ହାତକୁ ଲଗାଇ ନେବା। ଏଇଠି ଦେଖନ୍ତୁ ଫ୍ରେଣ୍ଡସ୍, ଏଇଠି ଆମର ହାତରେ କଟ୍ ଲାଗିଥିବ ଆଉ ସୋଲ୍ଡର ଜଏଣ୍ଟ ସମାନ କରିକି ରଖିଲା ପରେ ଆଉ ଏଇଠି ସିଲେଇ କରିବା ଷ୍ଟାର୍ଟ କରିବା। ଦେଖନ୍ତୁ ଏମିତି ଗୋଟେ ସାଇଡ଼ର ହାତକୁ ଲଗାଇ ସାରିଲା ପରେ ପୁଣି ଆମେ ଆର ସାଇଡ଼କୁ ସିଲେଇ କରିବା। ଏଠି ଡବଲ୍ ଷ୍ଟିଚ୍ ମଧ୍ୟ ପକାଇ ନେଇ ଆସିବା। ତ ଫ୍ରେଣ୍ଡସ୍, ଦେଖିଲେ କେତେ ଇଜିଲି ଅମ୍ବ୍ରେଲା ଡ୍ରେସ୍ର ସିଲେଇ ହେଇଗଲା। ଆଉ ତାର କଟିଂ ମଧ୍ୟ ବହୁତ ଇଜି। ଆପଣମାନେ ଯଦି ଭିଡ଼ିଓ ଦେଖିନାହାନ୍ତି ତାହେଲେ ଥରେ ଦେଖି ନେଇଯିବେ। ଆଉ ଏମିତି ହିଁ ନିଜ ପାଇଁ ଆଉ ଡ୍ରେସ୍ ତିଆରି କରିକି ନିଜେ ପିନ୍ଧି ପାରିବେ। ଦେଖନ୍ତୁ ଏଇଠି ମୋର ହାତ ଏଇଠି ଲାଗିଯାଇଛି। ଏମିତି ହିଁ ଆମେ ଆଉ ଗୋଟେ ହାତ ମଧ୍ୟ ଏଇଠି ତିଆରି କରି ନେଇଯିବା। ତ ଫ୍ରେଣ୍ଡସ୍, ଏଇଠି ମୁଁ ଆଉ ଗୋଟେ ହାତ ମଧ୍ୟ ଏଇଠି ଲଗାଇ ନେଇଛି। ଆଉ ଏବେ ଆମେ ଫିଟିଂ ପାଇଁ ମାର୍କିଂ କରିବା। ଏଇଠି ଆମେ
ମୋହରି ପାଇଁ ମାର୍କ କରିବା ଆଉ ଏପଟେ ପୁରା ସିଧା ଏମିତି ସିଲେଇ ଯିବ ହାତରେ। ତାପରେ ଆମର ଏଇଠି ଗୋଟେ ସାଇଡ୍ ତ ମାର୍କିଂ ହେଇଥିଲା ଆମର ଛାତି ମାର୍କିଂ ଆଉ ଅଣ୍ଟା ମାର୍କିଂ। ଆମେ ଏମିତି ହିଁ ଆର ପଟ ସାଇଡ୍ରେ ମଧ୍ୟ ଲଗେଇ ନେବା ମାର୍କ ଆମର ଫିଟିଂ ଅନୁସାରେ। ତାପରେ ଏଇଠି ସିଲେଇ ନେଇ ଆସିବା। ଏଇଠି ଖାଲି ସିଧା ସିଲେଇ ପଡ଼ିବ। ଏଇଠି ଆପଣ ତଳେ ରଖିକି ଆଗ ଫିଟିଂ ମାର୍କ ଲଗେଇ ନେବେ କପଡ଼ାରେ, ତାପରେ ତାକୁ ସିଲେଇ କରି ନେଇଯିବେ। ଦେଖନ୍ତୁ ଏଇଠି ଆମର ଅଣ୍ଟା ପର୍ଯ୍ୟନ୍ତ ପୁରା ଫିଟିଂ ସିଲେଇ ଆସିବ, ତାପରେ ହାଫ୍ ଇଞ୍ଚର ସିଲେଇ କରିବା ସବୁ ପୁରା କପଡ଼ାରେ। ଦେଖନ୍ତୁ ଏଇଠି ମାର୍କିଂ କରାହେଇଛି, ତାକୁ ଦେଖିକି ଏଇଠି ସିଲେଇ କରି ନେଇଯିବା। ଦେଖନ୍ତୁ ଏଇଟା ଆମର ଅଣ୍ଟା ପାଖ ଆସିଗଲା, ଏତିକି ପର୍ଯ୍ୟନ୍ତ ଫିଟିଂ ଲାଇନ୍। ଆଉ ଏଇଠି ସିଲେଇକୁ ସିଲେଇ ମିଶେଇ ନେଇଯିବା। ତାପରେ ଏଇଠି ଧୀରେ ଧୀରେ କରିକି ପୁରା ହାଫ୍ ଇଞ୍ଚର ସିଲେଇ ପୁରା ଲାଷ୍ଟ ପର୍ଯ୍ୟନ୍ତ ଏଇଠି ଲାଗିବ। ତ ଫ୍ରେଣ୍ଡସ୍, ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିକି ଜଣେଇବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓରେ ଗୋଟେ ଲାଇକ୍ କରିବେ, ଭିଡ଼ିଓକୁ ସେୟାର କରିନେବେ, ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏମିତି ହିଁ ସବୁ ପ୍ରକାର କଟିଂ ଷ୍ଟିଚିଂ ଭିଡ଼ିଓ ଜାଣିବା ପାଇଁ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରି ନେଇଯିବେ, ଯାହାଫଳରେ ଯେତେବେଳେ ବି ମୁଁ ଭିଡ଼ିଓ ଅପଲୋଡ଼ କରିବି ଆପଣମାନଙ୍କ ପାଖକୁ ଯିବ ନୋଟିଫିକେସନ୍। ଆଉ ଏପଟ ସାଇଡ଼କୁ ମଧ୍ୟ ସେମ୍ ଆମେ ସେମିତି ଲଗେଇ ନେଇଯିବା ଫିଟିଂ। ଦେଖନ୍ତୁ ଏଇଠି ଆମର ମାର୍କ କରାହେଇଛି, ମାର୍କ ଅନୁସାରେ ହିଁ ତାକୁ ସିଲେଇ ନେଇ ଆସିବା। ଦେଖନ୍ତୁ ଫ୍ରେଣ୍ଡସ୍, ଏମିତି ହିଁ ମୁଁ ଆହୁରି ମଧ୍ୟ ଡିଜାଇନର ଡ୍ରେସ୍ କଟିଂ ଷ୍ଟିଚିଂ ଭିଡ଼ିଓ ନେଇ ଆସିବି। ତ ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ମୋ ଚ୍ୟାନେଲକୁ ତ କରିନିଅନ୍ତୁ ସବସ୍କ୍ରାଇବ୍। ଇଏ ଦେଖନ୍ତୁ ତାର ସ୍ଲିଭ୍ କେତେ ସୁନ୍ଦର ଆମର ଆସିଛି, ତାର ଲୁକ୍। ଏପଟ ସାଇଡ଼୍ର ସ୍ଲିଭ୍ ମଧ୍ୟ ଏଇଟା। ଆଉ ବାକି ରହିଲା ଆମର ତଳ ସାଇଡ଼୍ର ଫୋଲ୍ଡିଂ। ୟାକୁ ଆମେ କେମିତି ଫୋଲ୍ଡ କରିବା ଦେଖନ୍ତୁ। ତ ଆପଣ ଯଦି ଏଇ ମେସିନରେ ହିଁ ସିଲେଇ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଇଠି କ'ଣ କରିବେ ନା, ଏଇଠି ଦେଖନ୍ତୁ ଏଇଠି କପଡ଼ାକୁ ଖୋଲି ଦେଇକି ଏଇଠି ଥରେ ଏମିତି ଫୋଲ୍ଡ କରିଦେବେ ହାଫ୍ ଇଞ୍ଚର, ପୁରା ରାଉଣ୍ଡରେ ଗୋଟେ ଫୋଲ୍ଡରେ ସିଲେଇ କରିବେ ପ୍ରଥମେ। ଦେଖନ୍ତୁ ପ୍ରଥମେ ସିଲେଇ କରିସାରିଲା ପରେ ପୁଣି ଆଉ ଥରେ ତାକୁ ଏମିତି ହାଫ୍ ଇଞ୍ଚର ଫୋଲ୍ଡ କରିବେ, ଆଉ ଏଇଠି ସିଲେଇ କରି ନେଇଯିବେ। ଦେଖନ୍ତୁ ଏଇଠି କପଡ଼ା ଆମର ଓରେପରେ ଅଛି, ଏକାଥରେ ଯଦି ଆପଣ 2 ଫୋଲ୍ଡ କରିକି ସିଲେଇ କରିବେ ତାହେଲେ ଫିନିସିଂ ଭଲ ଆସିବନି। ଥରେ ଫୋଲ୍ଡ କରିନେବେ ହାଫ୍ ଇଞ୍ଚର, ପୁଣି ତାକୁ ଆଉ ଥରେ ଫୋଲ୍ଡ କରିକି ସିଲେଇ କରିବେ, ଏମିତି କରିକି ସିଲେଇ କରିବେ। ତ ଫ୍ରେଣ୍ଡସ୍, ଏଇଠି ମୁଁ ତଳ ସାଇଡ଼୍ରେ ପିକୋ ଲଗେଇ ନେଇଛି, ଆଉ ଏଇଟା ତାର ଡ୍ରେସ୍ର ପୁରା ଫାଇନାଲ୍ ଲୁକ୍। ତ ଫ୍ରେଣ୍ଡସ୍, ଆଜିର ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରିକି ଜଣାଇବା ସହିତ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଜିର ଭିଡ଼ିଓ ଏତିକି, ପୁଣି ଦେଖାହବ ଆଉ ଗୋଟେ ନୂଆ ଭିଡ଼ିଓରେ। ଥ୍ୟାଙ୍କସ୍ ଫର୍ ୱାଚିଂ।